भद्रक कदम बेड़ाठारे रथयात्रा। এই ঘোষযাত্রা আষাঢ় মাস দ্বিতীয় তিথি শুক্লপক্ষরে প্রভু জগତরনাথ জগন্নাথଙ୍କ রথযাত্রা পড়িଥାଏ। ଏହା ପୁରୀ ଶ୍ରୀକ୍ଷେତ୍ରରେ ପ୍ରଚଳନ ଥିବାବେଳେ ଏବେ ଗାଁ ଗହଳିରେ ପ୍ରଚଳିତ। ଆମେ ପହଞ୍ଚିଥିଲୁ ଭଦ୍ରକ ପୁରୁଣା ବଜାର କଦମ ବେଡ଼ାଠାରେ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ଆଶ୍ରିତ ନରେନ୍ଦ୍ର ବାରିକଙ୍କ ଜଗନ୍ନାଥ ମନ୍ଦିରରେ। ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କୁ ମାଉସୀ ମା ଘରକୁ ନେବା ପାଇଁ ଶଙ୍ଖ ଘଣ୍ଟା ମୃଦଙ୍ଗ ନାଦରେ ପ୍ରକମ୍ପିତ ହେଉଥିବା ବେଳେ ପ୍ରଭୁ ଜଗନ୍ନାଥ ମନ୍ଦିରରୁ ବାହାରି ଭକ୍ତଙ୍କ ଗହଳିରେ ଝୁଲି ଝୁଲି ମାଉସୀ ମା ଘରେ ପହଞ୍ଚିଥିଲେ। ଆସନ୍ତୁ ଶୁଣିବା ଭକ୍ତମାନେ କ'ଣ କହୁଛନ୍ତି। ମୁଁ ଭାଗବତ ସୁତାର ଜଣେ ରିଟାୟାର୍ଡ ଶିକ୍ଷକ। ଭଦ୍ରକ ଜିଲ୍ଲାରେ ମୋ ଘର। ଭଦ୍ରକ ଜିଲ୍ଲା ଏ ଭାଇଚାରାର ସହର। ଏଠି ହିନ୍ଦୁ ମୁସଲମାନ ବା ବିଭିନ୍ନ ସମ୍ପ୍ରଦାୟର ଧର୍ମାବଲମ୍ବୀ ଏଠି ଅଛନ୍ତି, କିନ୍ତୁ ସମସ୍ତଙ୍କର ସହଯୋଗ ଏବଂ ଆଜି ଯେଉଁ ରଥଯାତ୍ରା ପାଳିତ ହେଉଛି, ଏ ରଥଯାତ୍ରାକୁ ଦୀର୍ଘ ଦିନ ହେଲା ନରେନ୍ଦ୍ର ପ୍ରସାଦ ବାରିକ ଏବଂ ସହଭକ୍ତି ସହ ପାଳନ କରି ଆସୁଛନ୍ତି। ମୋର ଯେଉଁ ପିଲାମାନେ ଆସିଛନ୍ତି କୀର୍ତ୍ତନ ପ୍ରେମୀ ଏବଂ ଭଗବତ ଚେତନାବାଦୀ, ସେମାନେ ଦୀର୍ଘ ଦିନ ହେଲା ଦୀର୍ଘ 12 ବର୍ଷ ଧରି ଏଠିକି ଆସିଛନ୍ତି ଏବଂ ଭଗବାନଙ୍କର ଆଶୀର୍ବାଦ ବା ସାନ୍ନିଧ୍ୟ ସେ ପାଇଛନ୍ତି। ଏବଂ ହିନ୍ଦୁ ମୁସଲମାନର ଏଠି ଭେଦଭାବ କେବେ ରହିନାହିଁ ବା କୌଣସି ପ୍ରକାର ଗଣ୍ଡଗୋଳ ହେଇନାହିଁ। ଯାହା ହେଉ ସେ ନିଶ୍ଚିତ ଭାବରେ ଜଗନ୍ନାଥଙ୍କର ଇଚ୍ଛା ବା ଇଚ୍ଛା ନଥିଲେ ସେ ଏଭଳି ଏକ ବିରାଟ ପଟୁଆର ସହ ମାଉସୀ ମା ବାଡ଼ିକି କେବେ ଆସିପାରନ୍ତେ ନାହିଁ। ନିଶ୍ଚିତ ଭାବରେ ଏଠି ଧର୍ମନ୍ଧତା ଦେଖାଯାଆନ୍ତା। ଯାହା ହେଉ ଆମେ ଭାରି ଖୁସି ଏବଂ ତାଙ୍କର ସାନ୍ନିଧ୍ୟ ଆମେ ନିଶ୍ଚିତ ଭାବରେ ପାଇଛୁ, ଏଟାର ସନ୍ଦେହ ନାହିଁ। ଏତିକି କହୁଛି ଯେ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏବଂ ହିନ୍ଦୁ ମୁସଲମାନ ସମସ୍ତେ ଏମିତି ଏକତାର ସହିତ ଏ ପର୍ବ ପାଳନ କରୁଛନ୍ତି। ଆପଣ ପରିଚୟ? ମୁଁ ନରେନ୍ଦ୍ର କୁମାର ବାରିକ, କ୍ଲାସ୍ 4 ଏମ୍ପ୍ଲୟି, ଗଭର୍ଣ୍ଣମେଣ୍ଟ ଗାର୍ଲସ ସ୍କୁଲ। ମୋ ଘର ଜନ୍ମସ୍ଥାନ ଈଶ୍ୱରପୁର ମୌଜାରେ। ଦୀର୍ଘ ଆଚ୍ଛା, ଏଇ ଯେଉଁ ଶ୍ରୀଗୁଣ୍ଡିଚାର ଏଇ ଯେଉଁ ରଥଯାତ୍ରା ଆପଣ କରୁଛନ୍ତି, এই ରଥଯାତ୍ରା କେବେଠୁ କଲେଣି? 77 ମସିହାରୁ ଆରମ୍ଭ କଲେଣି। ଜଗନ୍ନାଥଙ୍କ ବାବଦରେ, ପ୍ରଭୁ ଜଗନ୍ନାଥଙ୍କ ବାବଦରେ ଆପଣ କ'ଣ କହିବେ? ମୁଁ ଏତିକି କହିବି, ଠାକୁରଙ୍କୁ ଡାକିକି ସବୁବେଳେ ଚାଲିଛି। ପ୍ରଭୁଙ୍କର ସବୁବେଳେଙ୍କର ଆଶୀର୍ବାଦ କୃପା ଅଛି। ଆମ ସମସ୍ତଙ୍କ ସହଯୋଗଙ୍କର ଆଶୀର୍ବାଦ ସହଯୋଗ ମୋର ଏମାନଙ୍କର ଗାଁ ସାହି ପଡ଼ିଶା ବନ୍ଧୁମାନଙ୍କର ସହଯୋଗ କାମନା କରିକି କାଲି ଆଗେଇ ଚାଲିଛି। ପ୍ରତିବର୍ଷ 8 ମୋର ପାଳିତ ହେଉଛି। କୋଭିଡ଼ର ବି ମଧ୍ୟ ହେଇଥିଲା। ଠାକୁର ଆମର ଜିଲ୍ଲା ପ୍ରଶାସନ ମଧ୍ୟ ପରମିଶନ ନ ଦେଇଥିଲେ ବି ଠାକୁର ଆମର ଆସିଥିଲା। ଆଉ ଆମେ ବହୁତ କଷ୍ଟ କରିଥିଲୁ। ଘୋଡ଼ାର ଠାକୁରଙ୍କୁ ନେଇକି ଆସିଥିଲୁ। କୋଭିଡ଼ ସମୟରେ ଠାକୁର ନେଇକି ଆସିଥିଲୁ। ଆଉ ଜିଲ୍ଲା ପ୍ରଶାସନ ସହଯୋଗ କରିଥିଲେ, କିନ୍ତୁ ମନା କଲେ ଆମେ ରଥ ନିୟମ ନାହିଁ, ଆମେ ରଥ ବାହାର କରିବୁନି, କିନ୍ତୁ ଘୋଡ଼ାରେ ଆମେ ଠାକୁର ଆଣିକି ପହଞ୍ଚିଲୁ। ଏହିପରି ଚାଲିଛି। ଭାଇଚାରା ହେଇଛି। ଭାଇଚାରା ମିଶିକି ଆମେ ସମସ୍ତେ ହିନ୍ଦୁ ମୁସଲମାନଟେ ବହୁତ ଅଛୁ। ଆମେ ଭାଇଚାରା ହେଇକି ଏକଜୁଟ ହେଇକି ଚାଲିବ। ଆହୁରି ଚାଲିବ ବୋଲି ଆଶା ରଖୁଛି। ପ୍ରଭୁଙ୍କୁ ପ୍ରାର୍ଥନା କରୁଛି ଚାଲିବ। କ'ଣ ଆପଣଙ୍କର ପ୍ରଭୁ ଜଗନ୍ନାଥଙ୍କର କୃପା କ'ଣ ଆପଣ ପାଇଛନ୍ତି, କ'ଣ କହିବେ? ବହୁତ କିଛି ପାଇଛି। ମୋ ଛୁଆକୁ ଭଲ ରଖିଛନ୍ତି, ଆଉ ମୋ ପରିବାରକୁ ଭଲ ରଖିଛନ୍ତି। ଛୁଆ ଦିଟା ମଣିଷ ହେଲେଛନ୍ତି। ଆଉ ସବୁ ଭଦ୍ରକରେ ପଢ଼ିଛନ୍ତି, ଭଲ ଉଚ୍ଚ ଶିକ୍ଷିତ ପଢ଼ିଛନ୍ତି। ଆଉ ପୁଅଟେ ବି ଏବେ ତ NCB କରୁଛି। ଝିଅ ସବୁ BA ପାସ୍ କରିକି ଗୋଟେ ଝିଅ ମ୍ୟୁନିସିପାଲିଟି ଚାକିରି କରୁଛି, ଗୋଟେ ଝିଅ ITI କରିକି ବର୍ତ୍ତମାନ ଅଛି। ସେ ପାଇବ ପୁଣି ଚେଷ୍ଟା କରି ଠାକୁର ଡାକୁଛି। ଆଉ ଦୁଇଟା ଝିଅ ବାହାର କଲି ଭଲ ଇଏ କରିକି। ମହାପ୍ରଭୁ ବିଶ୍ୱରେ ଜଗନ୍ନାଥ, ଏ ବିଶ୍ୱ ଜଗନ୍ନାଥ ଶ୍ରେଷ୍ଠ ଜଗନ୍ନାଥ ଜଗତରେ। ଏ ଦୃଷ୍ଟିରୁ ସେ ଜଗତ ସାରା ରଥଯାତ୍ରା ଅନୁଷ୍ଠିତ ହେଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। भद्रकରୁ ସନ୍ତୋଷ କୁମାର ପେରେଇଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।